ବର୍ଷା ଦିନେ ଛେଳିମାନଙ୍କର ଏମିତି ଅବସ୍ଥା ହୁଏ ବୋଲି ମୁଁ କେବେ ଜାଣିନଥିଲି। ହେଲେ ଆମ ଛେଳିର ପଛ ନାଞ୍ଜ ହିଁ ନାହିଁ। ନାଞ୍ଜକୁ ପୁରା ଖାଇକିନା ପୁରା ଉଡ଼େଇ ଦେଇଛନ୍ତି। ହ୍ୟାଲୋ ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ମଲ୍ହାର ସ୍ୱାଗତ କରୁଛି ଆପଣମାନଙ୍କୁ ମୋର ଏକ ନୂଆ ଭିଡ଼ିଓରେ। ଆମ ଘର ସାମ୍ନାରେ ଏତେ କାଦୁଅ ଯେ ବାଇକ୍ ଚଲାଇବା ପାଇଁ ଡର ଲାଗେ। ମୁଁ ପୁଲିଆ କାର୍ଡ଼ ଧରି ବାହାରିଲି ଦିଦିଙ୍କି କାର୍ଡ଼ ଦେବା। ଯାଉ ଯାଉ ବାଟରେ ଭେଟ ହେଇଗଲେ ଗାଈ। ଆଉ ଗଲାଟି ସେଠାରେ ଦିଦିଙ୍କି ଦେଇଦେଲି କାର୍ଡ଼ ଦେଇ ଇଚ୍ଛା ହେଲା ବରା ଖାଇବା ପାଇଁ। ବରା ଦୋକାନ ଯାଇ ବରା ପ୍ୟାକିଂ କରି ରଖିଦେଲି ତାକୁ ବାଇକ୍ରେ। ଆଉ ସିଧା ଚାଲିଲି ପୋଷ୍ଟ ଅଫିସ୍। ପୋଷ୍ଟ ଅଫିସ୍ରେ ମ୍ୟାଡ଼ାମଙ୍କୁ କହିଲି ଦିଅ ମୋର ଖାତା। ଆଉ ମ୍ୟାଡ଼ାମ କିଛି ସମୟ ଖୋଜାଖୋଜି କଲା ପରେ ଦେଇଦେଲେ ମୋ ଖାତା। ଆଉ ସେଠି ମୁଁ ଚାଲିଲି ସିଧା ଘରେ ପହଞ୍ଚୁ ପହଞ୍ଚୁ ଦେଖୁ ଦେଖୁ ଛେଳିର ନାଞ୍ଜ ଆଉ ନାହିଁ। ପୋକ ଖାଇକିନା ପୁରା ଧୂଳା ଉଡ଼େଇ ଦେଇଛନ୍ତି। ମୁଁ ଧୋଇଲି ଛେଳିକି, ମା ତାକୁ ଗରମ ପାଣିରେ ଧୋଇଲେ। ସେହି ସମୟରେ ତା ଛୁଆମାନେ କ୍ଷୀର ପିଇବା ପାଇଁ ଆସି ଡିଷ୍ଟର୍ବ କଲେ। ତାକୁ ନେଇ ଗୋଟେ ଗୁଡ଼ା ଭିତରେ ରଖିଲି। ତାପରେ ମୁଁ ତାକୁ ଧୋଇଲି। ମା ତାକୁ ଭଲ ଭାବରେ ଗରମ ପାଣିରେ ଧୋଇ ତାକୁ ମେଡ଼ିସିନ ଲଗେଇ ଦେଲେ। ଆଜିର ଭିଡ଼ିଓଟା ଭଲ ଲାଗୁଥିଲା ସାଙ୍ଗମାନେ